ଆପଣ ପ୍ରଥମେ ହିଁ କହୁଛନ୍ତି ଯେ ଏଇଟା ନୋବେଲ କଜ୍ ପାଇଁ ଫିଲ୍ମଟା ଯଦି ଚଳଚ୍ଚିତ୍ର ଗୋଟେ ନୋବେଲ କଜ୍କୁ ନେଇକି ଆସିଛି ଗୋଟେ ସୋସାଇଟିର ଚେଞ୍ଜ ପାଇଁ ଆସିଛି ଏବଂ ଆହ୍ୱାନ ଫାଉଣ୍ଡେସନ୍ ସବୁବେଳେ ଚେଞ୍ଜ ମେକର ହିସାବରେ କାମ କରି ଆସୁଛି ତେଣୁ ଦୁଇ ଜଣ ମିଶିବା ନିହାତି ଦରକାର ନା ନାହିଁ। ତେଣୁ ଆଜି ଯଦି ଆପଣ ଦେଖୁଛନ୍ତି ଆମର ଟ୍ୟାଗ୍ ଲାଇନ୍ ରହିଛି କି ଆଜ୍ ଏ ମୁଭି ଫର୍ ଏ କଜ୍ ଏବଂ ଏ ଯେଉଁ ପରବ ମୁଭି ଆସୁଛି ସେଇଟା ଗୋଟେ ସୋସାଇଟିର ଗୋଟେ ବଡ଼ ଚେଞ୍ଜ ନେଇକି ଆସୁଛି। ତେଣୁକରି ଏଇ ଯେଉଁ ଦୁଇ ଜଣ ଜିନିଷ ଆମେ ମିଶୁଛେ ଆହ୍ୱାନ ଫାଉଣ୍ଡେସନ୍ ଏବଂ ପରବର ମୁଭି ଯେଉଁ ପ୍ରଡକ୍ସନ୍ ଜେପି ମୋଶନ୍ ପିକ୍ଚର୍ସ ଆମେ ଦୁଇ ଜଣ ଏଥିରେ ମିଶୁଛୁ ଏବଂ ଏଇଟାକୁ ଆଗକୁ ନେବା ପାଇଁ ଗୋଟେ ପ୍ରୟାସ ଜାରି ରହୁଛି। ଆପଣମାନଙ୍କ ଦ୍ୱାରା ମୁଁ କହି ରଖୁଛି ଯେ ଏଇଟା ଗୋଟେ ବହୁତ ବଢ଼ିଆ ମୁଭି ଯେଉଁଟାକି ଆମର ବାର୍ତ୍ତା ଦେଉଛି ଭାଇଚାରା କେମିତି ରହିବ ଆମର ଓଡ଼ିଆ ସାହିତ୍ୟ ସଂସ୍କୃତି ଏବଂ କଲଚରକୁ କେମିତି ସାଙ୍ଗରେ ଆମେ ରଖିପାରିବା କେମିତି ମିଶିକି ରହିପାରିବା। ତେଣୁ ଏଇ ଜିନିଷଟା ହେଉଛି ସବୁଠାରୁ ବଡ଼ କଥା ଯେ ଆମେ କେମିତି ଆମର ସଂସ୍କୃତି ପରମ୍ପରା ଏବଂ ଆମ ଭାଇଚାରାକୁ ନେଇ ଆମେ ଆଗକୁ ବଢ଼ିବା। ତେଣୁ ଆହ୍ୱାନ ଫାଉଣ୍ଡେସନ୍ ତା ସହିତ ହାତ ମିଶାଇଛି ଆମେ ଦୁଇ ଜଣ ମିଶିକି ଆଗକୁ ନେଇକି ଯିବା ଆମର କଲଚରକୁ। ଆଚ୍ଛା ଏଇ ଯେଉଁ ପରବର ଯାହା ବି ବକ୍ସ ଅଫିସ୍ କଲେକ୍ସନ୍ ରହିବ ତ ଆହ୍ୱାନ ତାକୁ ନେଇ କେଉଁ କାମରେ ଲଗାଇବ? ହଁ ବହୁତ ବଢ଼ିଆ କଥା ଆପଣ ଦେଖନ୍ତୁ ସୋସିଆଲ ଡେଭଲପମେଣ୍ଟରେ ଆମେ କାମରେ ଲଗାଇବୁ ଯେମିତିକି ଏଜୁକେସନ୍ ହେଲା ଯେମିତି ଚାଇଲ୍ଡ ଏଜୁକେସନ୍ ହେଉ ଗାର୍ଲ ଚାଇଲ୍ଡ ଏଜୁକେସନ୍ ହେଉ କିମ୍ବା ଆମର ସ୍ୱାସ୍ଥ୍ୟ ପ୍ରତି ହେଉ ଏବଂ ଯେଉଁ ବର୍ଡ଼ର ଲାଇନ୍ରେ ଯେଉଁ ଲୋକମାନେ ରହୁଛନ୍ତି ଯେଉଁଠି ପରବର ସୁଟିଂ ହେଇଛି ବି ଆପଣ ଜାଣିଛନ୍ତି ଏବଂ ଯେଉଁ ପର୍ଟିକୁଲାର ଟପିକ୍କୁ ନେଇକି ହେଇଛି ସେଇଠି ବହୁତ ଲୋକ ସେଥିରେ ଇଫେକ୍ଟ ହେଇଛନ୍ତି ତାଙ୍କୁ ବି ଆମେ କେମିତି ହେଲ୍ପ କରିପାରିବୁ ତାଙ୍କୁ କେମିତି ଭଲ ସ୍ୱାସ୍ଥ୍ୟ ମିଳିପାରିବ ଭଲ ଏଜୁକେସନ୍ ମିଳିପାରିବ ସେ ପାଇଁ ଆମେ କାମ କରିବୁ। ଯେମିତିକି ଆମେ ଦେଖୁଥିଲୁ ଭିଡ଼ିଓରେ ଆହ୍ୱାନ ଫାଉଣ୍ଡେସନ୍ ଅନେକ ସାରା ଗଛ ଲଗାଇବା କାର୍ଯ୍ୟକ୍ରମ ଭିଡ଼ିଓ ଗୁଡ଼ିକ ଆମେ ଦେଖୁଥିଲୁ। ଆମର ଦେଖନ୍ତୁ ଗଛ ଲଗାଇବାଟା ଖାଲି ଇମ୍ପୋର୍ଟାଣ୍ଟ ନୁହେଁ ଆମେ ଲାଇଭଲିହୁଡ଼ ପ୍ଲାଣ୍ଟେସନ୍ କରୁ ଯେଉଁଥିରେ କି ବହୁତ ଗଛ ଆମେ ଲଗାଇଛୁ ଆଜି ପର୍ଯ୍ୟନ୍ତ ଆମେ 9 ମିଲିୟନ୍ ଗଛ ଲଗାଇଛୁ ହେଲା କି ତ ଏଇଟା କଣ୍ଟିନ୍ୟୁଅସ୍ ଇଫେକ୍ଟରେ ଚାଲିଛି ଏବଂ କଣ୍ଟିନ୍ୟୁଅସଲି ଆମେ ଏଇଟା କାମ କରିଚାଲିଛୁ। ତେଣୁ ଆପଣମାନଙ୍କୁ ମୁଁ କହି ରଖୁଛି ଯେ ଏନଭାୟରମେଣ୍ଟ ଗୋଟେ ବହୁତ ବଡ଼ ଜିନିଷ ଯେତେବେଳେ କୋଭିଡ଼ ଟାଇମ୍ରେ ଆପଣ ଦେଖିଥିବେ ଗୋଟେ ଅକ୍ସିଜେନ୍ ସିଲିଣ୍ଡର ପାଇବା ପାଇଁ ଲୋକ କେତେ ଡହଳ ବିକଳ ହେଉଥିଲେ ତେଣୁ ଅକ୍ସିଜେନ୍ ବିନା ଆମର କିଛି ନାହିଁ ଅସ୍ତିତ୍ୱ। ତେଣୁ ଅକ୍ସିଜେନକୁ ବଞ୍ଚାଇ ରଖିବା ଆମ ଏନଭାୟରମେଣ୍ଟକୁ ବଞ୍ଚାଇ ରଖିବା ସେଥିପାଇଁ ଆହ୍ୱାନ ସବୁବେଳେ ସଦାସର୍ବଦା କାମ କରିକି ଆସିଛି ଆଗକୁ ବି କାମ କରିବ।